এই সময় তোমার বাক্য আমি শিক্ষা করিবু, বাক্য আমি পঠন করিবু, সকল বিষয় প্রভু তোমারি নামরে আমি সমর্পণ করছু বাপা। তুমি হি আমাকে সম্পূর্ণ সত্য এবং আত্মারে তোমার প্রশংসা গৌরব করিবা নিমন্তে পবিত্র আত্মারে আমাকে পরিপূর্ণ করো বলে আমি প্রার্থনা করছু। অসুচিতা মন্দতা দুর্বলতা প্রভু যীশু খ্রিস্ট নামরে বাহারি যাও। হালেলুয়া। থ্যাংক ইউ লর্ড জিসস। পবিত্র আত্মা প্রভু হে যীশু বাপা আমি প্রার্থনা করছু যীশু বাপা, যে ভাই এবং ভৌণী আজ বাপ্তিস্ম দ্বারা তোমারি স্পিকার উঠি প্রভু ସେମାନେ ନିଜର ପାପକୁ ବଞ୍ଚନ କରିଛନ୍ତି, ନିଜ ପାପକୁ କ୍ଷମା ପ୍ରାପ୍ତି ହୋଇଛନ୍ତି। ତୁମେ ଦୟା କର, ଅନୁଗ୍ରହ କର। ଏହି ସକଳ ବାକ୍ୟ ସାକ୍ଷ୍ୟ ପ୍ରାର୍ଥନା ଉପାସନା ପ୍ରତ୍ୟେକ ବିଷୟକୁ ଆମେ ତୁମରି ନାମରେ ସମର୍ପଣ କରୁଛୁ ପ୍ରଭୁ। ଆମମାନଙ୍କ ସକଳ ପ୍ରାର୍ଥନା ଶୁଣିଅଛ ଏବଂ ଏହି ପ୍ରଶଂସା ବଳି ଆଗାମୀ ସକଳ ବାକ୍ୟକୁ ଆମ ସମସ୍ତଙ୍କୁ ତୁମରି ନାମରେ ସମର୍ପଣ କରି ଅତି ଶୀଘ୍ର ଆସୁଥିବା ପ୍ରେମମୟ ମଧୁମୟ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏ ପ୍ରାର୍ଥନା ମାଗୁଅଛୁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାନାମ ଧନ୍ୟବାଦ ହଉ। ଆମେ ଆସନ୍ତୁ ଆମେ ମାନେ ପ୍ରଭୁଙ୍କ ବାକ୍ୟରୁ କିଛି ପଠନ କରିବା, ଆମେ ପାଇପାରିବା। ଦ୍ୱିତୀୟ କରନ୍ତୀୟ ତାର 5 ପର୍ବ ତାର 17 ପଦ ଗୋଟେ ପଠନ କରିବା। ମାନେ ପାଠ କରିବା 2 କରନ୍ତୀୟ 5 ଅଧ୍ୟାୟ 17 ପଦ। ହଁ, ଏଠାରେ ଏପରି ଲେଖା ଅଛି, ଆମେନ୍। କିନ୍ତୁ ସମସ୍ତ ବିଷୟ ପରମେଶ୍ୱରଙ୍କ ଠାରୁ ହୋଇଅଛି, ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ସହିତ ଆମ୍ଭମାନଙ୍କୁ ସମ୍ମିଳିତ କରିଅଛନ୍ତି ଓ ସେହି ସମ୍ମିଳନର ସେବକ ପଦ ଆମ୍ଭମାନଙ୍କୁ ଦେଇଅଛନ୍ତି। ନାଇଁ ବାବୁ କୋଟା 2 କରନ୍ତୀୟ 5 ପର୍ବ 17 ପଦ। ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପ୍ରଶଂସା ପାଆନ୍ତୁ। ଆମେ ଅଳ୍ପ ସମୟ ବାକ୍ୟ ପାଇଁ ପ୍ରାର୍ଥନା କରିବା। ଆମମାନଙ୍କ ମଧ୍ୟରୁ ଦିଲ୍ଲୀ ଭାଇ ଅଛନ୍ତି, ଅଳ୍ପ ସମୟ ବାକ୍ୟ ପାଇଁ ପ୍ରାର୍ଥନା କରିବେ। ଧନ୍ୟବାଦ। ଗୌରବ ପ୍ରଶଂସା ପୂଜା ମହାନ ಯಾಕೆ ಗೌರವ ಜಯಡನಾದಿ ಸಾಧನ ಭವಿಷ್ಯತಿ ಸಾಧನ ಸೌಭಾಗ್ಯಸ್ಯತಿ ಯಾಕೆ ದೀರ್ಘದ ಸಾಧನ ಗೌರವ ಪ್ರಭು ಯೀಶು ನಮ್ಮ ಜೀವನ ಪಾಠ ಪ್ರಯೋಜನ ಪ್ರಭು ಮಾತ್ರ ನಿಗುರ ವಿಷಯ বুঝার মানে জ্ঞান বাবাসিদে ইমান আঙ্গে তামি সুপারি আবরি জ্ঞান নিছে মুতম এনিনা জীবন বাক্যতে Yes Lord, praise God. Amen. যীশু বাবা हाँ यीशु बापा। हालेलुया। आमेन। हालेलुया। आमे समस्ते बसिबा। प्रभुଙ୍କ महानामर धन्यवाद गौरव हो। आज एक आनंदर विषय, आनंदर दिन। ଖ୍ରୀଷ୍ଟର ପ୍ରିୟ ମଣ୍ଡଳୀ, ଆମେମାନେ ଜାଣୁଅଛୁ ଆଜି ଆମମାନଙ୍କର ବାପ୍ତିସ୍ମ ପ୍ରୋଗ୍ରାମ ଥିଲା। ଆମମାନଙ୍କର ବୁଲୁ ଭାଇ ଏବଂ ଚନ୍ଦ୍ରିକା ଭଉଣୀ ସେମାନେ 2 ଜଣ ବାପ୍ତିସ୍ମ ନେଇଛନ୍ତି। ହାଲେଲୁୟା। ହାଲେଲୁୟା। ଆଉ ଆମେମାନେ ପ୍ରଭୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ସାହା ସଫଳ କରିଅଛୁ। ମୋର ପ୍ରିୟମାନେ, ଆମମାନଙ୍କ ଜୀବନରେ ଏ ପ୍ରକାର ବିଷୟ ଆଜି ଘଟି ଚାଲିଅଛି। ଆମେମାନେ ଗୋଟେ ପୁରାତନ ବର୍ଷ ଆମେ ସମ୍ପୂର୍ଣ୍ଣ ଭାବେ ସମାପ୍ତ କରି ନୂତନ ବର୍ଷକୁ ଆମେ ପାଇଅଛୁ। ହାଲେଲୁୟା। এই বর্ষর প্রথম সপ্তাহ আমি রবিবার দিন উপাসনায় বসিছু। এক আনন্দর বিষয় মধ্যে আমি পাইছু। হালেলুয়া। এটা গোটে বিষয় লেখাগলা, এণু যদি কেহি খ্রিস্টଙ୍କଠାରେ ଅଛି, তেবে সে কোণ হেউছি নূতন সৃষ্টি হইଅছি। হালেলুয়া। এণু যদি কেহি খ্রিস্টଙ୍କଠାରେ ଅଛି, তেবে সে নূতন সৃষ্টি হইଅছি, আউ পুরাতন বিষয় সবু লোপ পাইଅছি, দেখন সে নূতন হইଅছি। হালেলুয়া। প্রেজ দ লর্ড। প্রেজ দ লর্ড। এটি দেখুଅଛୁ ମୋର ପ୍ରିୟମାନେ, ଆମେ ସମସ୍ତେ ଖ୍ରୀଷ୍ଟଙ୍କ ଠାରେ ଅଛୁ। ଆଜି ଆମେ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଆମେ ବିଶ୍ୱାସ କରିଅଛୁ, ଆଉ ଆମେ ନୂତନ ସୃଷ୍ଟି ହେଇଅଛୁ ଏବଂ ନୂତନ ବର୍ଷ ମଧ୍ୟ ପାଇଅଛୁ। ପ୍ରେଜ୍ ଦ ଲର୍ଡ। କିନ୍ତୁ ଆଉ ଗୋଟେ ବିଷୟ ଆମକୁ ଏମିତି ବାକ୍ୟ ଦ୍ୱାରା ଶିକ୍ଷା ଦିଏ। ଆମେମାନେ ପଢ଼ିବା ରୋମୀ ପୁସ୍ତକ 6 ପର୍ବ 3 ଏବଂ 4 ପଦ ଟିକେ ପଠନ କରିବା। ରୋମୀ ପୁସ୍ତକ 6 ପର୍ବ 3 ଏବଂ 4 ପଦ। ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ତାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ। ଏହା
জানিবা দরকার ଅଛି ଆଜି ଯେଉଁ ଭାଇ ଭଉଣୀ ବାପ୍ତିସ୍ମ ନେଲେ ସେମାନେ ମଧ୍ୟ ଜାଣିବା ଦରକାର ଅଛି ଆମେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାପ୍ତିସ୍ମ ନେଇଅଛୁ ହାଲେଲୁୟା ପୁନର୍ବାର ସେ ପଦ ପଢ ବାବା ହଁ ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାପ୍ତିତ ହୋଇଅଛୁ ଆମେମାନେ ଯେତେ ଜଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାପ୍ତିତ ହୋଇଛୁ ଅର୍ଥାତ୍ ଯୀଶୁଙ୍କ ଠାରେ ସମାଧିସ୍ଥ ହୋଇଛୁ ଆମେମାନେ କ'ଣ ସମସ୍ତେ ନୂତନ ସୃଷ୍ଟି ହେଇଅଛୁ ହାଲେଲୁୟା ଆମର ସବୁ ପୁରାତନ ବିଷୟ ସମ୍ପୂର୍ଣ୍ଣ ଲୋପ ପାଇଅଛି ଆମେମାନେ ନୂତନ ସୃଷ୍ଟି ହେଇଅଛୁ ହଁ ତାପରେ ହଁ ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିତ ହୋଇଅଛୁ ହୋଇଅଛୁ ଏହା କି ତୁମେମାନେ ଜାଣ ନା ହଁ ଚାରିପଦ ଅତଏବ ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ହଁ ମରଣରେ ତାହାଙ୍କ ସହିତ ସମାଧି ପ୍ରାପ୍ତ ହୋଇଅଛୁ ହଁ ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ହଁ ଭୂତମାନଙ୍କ ମଧ୍ୟରୁ ହଁ ଯେଉଁ ପ୍ରକାର ଉତ୍ଥାପିତ ହେଲେ ହେଲେ ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ ହାଲେଲୁୟା ନୂତନ ସୃଷ୍ଟି ଏକ ନୂତନ ଭାବରେ ଆଚରଣ କରିବା ଆମର ସମସ୍ତ କାର୍ଯ୍ୟକଳାପ ଆମେ ପରିବର୍ତ୍ତନ କରିବା ପ୍ରେଜ୍ ଲର୍ଡ ପୁରାତନ ସମୟରେ ଆମେ କେମିତି ଥିଲୁ ଆଉ ଯେତେବେଳେ ଆମେ ବାପ୍ତିସ୍ମ ନେଇନଥିଲୁ ପ୍ରଭୁ ଯୀଶୁଙ୍କର ପରିଚୟ ପାଇନଥିଲୁ ସେତେବେଳେ ଆମେ ଯେମିତି ପୁରାତନ ବିଷୟ ଆମର ଥିଲା ଅନେକ ବିଷୟ ଏଭ୍ରିଥିଙ୍ଗ ଆମେ ତାହାକୁ ତ ଗଣି ପାରିବା ନାହିଁ ଏହି କାର୍ଯ୍ୟର ଆଉ ଏହି ଜାଗତିକ ଶାରୀରିକ କାର୍ଯ୍ୟ ମଧ୍ୟ ପାପକୁ ଆଣିଥାଏ ଏବଂ ଆତ୍ମାକୁ ସେ କ'ଣ କରିଥାଏ ବିନଷ୍ଟ କରିଥାଏ ହାଲେଲୁୟା କିନ୍ତୁ ଆଜି ଏହି ସବୁ ବିଷୟ ଆମେ ଭାବୁଛୁ କି ଏଇଟା ଏମିତି ତ ହେଉଛି ଆମେ ସମସ୍ତେ ତ କରୁଛନ୍ତି ଆମେ କରିବୁ ନାଇଁ ମୋର ପ୍ରିୟମାନେ ସେ ପ୍ରକାର ହେବ ନାହିଁ ଯିଏ ଯଦି ଖ୍ରୀଷ୍ଟଙ୍କ ଠାରେ ବାପ୍ତିସ୍ମ ନେଇଛି ଅର୍ଥାତ୍ ପ୍ରଭୁ ଆଉ ସେ କ'ଣ କରିଛି ସେ ଆଉ ସେ ନିଜେ ନୁହଁ ପ୍ରଭୁଙ୍କୁ ସେ ପରିଧାନ କରିଛି ହାଲେଲୁୟା ଗାଲାତି ପୁସ୍ତକ 3 ପର୍ବ 27 ପଦ ଗାଲାତି ପୁସ୍ତକ 3 ପର୍ବ 27 ପଦ ମୁଁ ଅଳ୍ପ ସମୟ କହିବି ତାପରେ ଆମେ ସମାପ୍ତ କରିବା ହଁ ଗାଲାତି 3 ପର୍ବ 27 ପଦ ଭାଇ ତେଣୁ ତୁମେମାନେ ହଁ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାସିତ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିସ୍ମ ହୋଇଅଛ ତୁମେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ ହାଲେଲୁୟା ଖ୍ରୀଷ୍ଟଙ୍କୁ ପରିଧାନ ଆମେ କରିଅଛୁ ହାଲେଲୁୟା ଖ୍ରୀଷ୍ଟଙ୍କୁ ପରିଧାନ କରି ମୁଁ କ'ଣ କୁକାର୍ଯ୍ୟ କରିପାରିବି କି କେବେ କରିପାରିବିନି ହାଲେଲୁୟା ଖ୍ରୀଷ୍ଟଙ୍କୁ ଧରିକି ମୁଁ କ'ଣ ଗୋଟେ ଅଶୁଚି ପଦାର୍ଥକୁ ଭୋଜନ କରିପାରିବି କି ଅଶୁଚି ଜାଗାକୁ ମୁଁ ଯାଇପାରିବି କି ଏହି ପ୍ରଶ୍ନ ଆମମାନଙ୍କୁ ନିଜକୁ ସ୍ମରଣ କରିବା ଦରକାର ଅଛି ହାଲେଲୁୟା ସେଥିପାଇଁ ପ୍ରେରିତ ଏଠାରେ ଗାଲାତି ମଣ୍ଡଳୀକୁ ଚିଠି ଲେଖୁଛନ୍ତି ସେ କହୁଛନ୍ତି ଏଣୁ ଯେତେ ଜଣ ତୁମେମାନେ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିସ୍ମ ନେଇଅଛ ସମସ୍ତେ କ'ଣ କରିଛ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ ହାଲେଲୁୟା ଆମେମାନେ ତାହେଲେ ଉଲଗ୍ନତା ଥିଲୁ ଆମମାନଙ୍କର ପାପ ଥିଲା ଆମମାନଙ୍କର ଭୁଲ ଥିଲା ତାହା ଆଜି କ'ଣ ହେଇଛି ସମ୍ପୂର୍ଣ୍ଣ ପ୍ରଭୁଙ୍କୁ ଆମେ ପରିଧାନ କରିଅଛୁ ହାଲେଲୁୟା ଆଉ ଗୋଟେ ଆମମାନଙ୍କୁ ପ୍ରଭୁ ଗୋଟେ ନାମ ଦେଇଛନ୍ତି ସେଇ ନାମ ଗ୍ରହଣ କର୍ତ୍ତା ବିନା କେହି ଜାଣିବେ ନାହିଁ ହାଲେଲୁୟା ପ୍ରକାଶିତ ବାକ୍ୟ 2 ପର୍ବ 17 ପଦ ପଢ ପ୍ରକାଶିତ ବାକ୍ୟ 2 ପର୍ବ 17 ପଦ ମଣ୍ଡଳୀ ଗଣକୁ ଆତ୍ମା କ'ଣ କୁହନ୍ତି ତାହା ଶୁଣୁ ହଁ ହଁ ହାଲେଲୁୟା ପ୍ରେଜ୍ ଲର୍ଡ ଏହା କିଏ ଜାଣିବ ଗ୍ରହଣକର୍ତ୍ତା ସେ କିଏ ଅଟନ୍ତି ସ୍ୱୟଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହାଲେଲୁୟା ତାହାଙ୍କର ନାମ ସେଇ ନାମ ଆମ ହୃଦୟରେ ଲେଖାଗଲା ଆଜିଠୁ ଆମମାନଙ୍କର ନାମ କ'ଣ ହେଲା ଯେତେବେଳେ ଆମେ ବାପ୍ତିସ୍ମ ନେଉଛୁ ଯେତେବେଳେ ପ୍ରଭୁଙ୍କ ସ୍ୱୀକାର କରୁଛୁ ଆମମାନଙ୍କର ନାମ ଶ୍ରୀମତୀ ଯୀଶୁ ବୋଲି ଗଣିତ ହେଉଛି ହାଲେଲୁୟା ପ୍ରେଜ୍ ଲର୍ଡ ପ୍ରେଜ୍ ଲର୍ଡ ସେ ଗ୍ରହଣକର୍ତ୍ତା ସେଇ ନାମ ଦେଖିବ ବାସ୍ ଚାଲ ତମେ ଆଉ ଆସ ତମକୁ ୱେଲକମ୍ କରିକି ନେଇଯିବ ହାଲେଲୁୟା ଆଚ୍ଛା ଯଦି ଆମେ ଚିନ୍ତା କରିବା ଯେଉଁ ସ୍ୱର୍ଗକୁ ଆଉ ପ୍ରଭୁ ନିର୍ମାଣ କରିଛନ୍ତି ଆମମାନଙ୍କ ପାଇଁ ସେଇ ଯେଉଁ ରାଜ୍ୟକୁ ସ୍ଥାପନ କରିଛନ୍ତି ସେଠି 12ଟି ଦୁଆର ଅଛି 12ଟି ଦୁଆର ମଧ୍ୟରେ 12 ପ୍ରେରିତ ମାନେ ଜଗୁଛନ୍ତି ହାଲେଲୁୟା ଯଦି 12 ପ୍ରେରିତ ମାନଙ୍କ ମଧ୍ୟରୁ ଯଦି ଆମେ ଯାଉ ଯଦି ପିତରଙ୍କ ଦ୍ୱାରରେ ପ୍ରବେଶ କରିବା ପିତର କହିବେ ତମେ ଯୀଶୁ ନାମରେ ବାପ୍ତିସ୍ମ ନେଇଛ କି ହାଲେଲୁୟା କାରଣ ପିତର ଯୀଶୁ ନାମରେ ବାପ୍ତିସ୍ମ ଦେଉଥିଲେ ହାଲେଲୁୟା ଯଦି ମୁଁ ଯାଉ ଜହନ୍ନମଙ୍କ ପାଖରେ ଯିବି ଜହନ୍ନ କହିବ ତୁମେ ଯୀଶୁ ନାମରେ ବାପ୍ତିସ୍ମ ନେଇଛ କି ସେତେବେଳେ ଆମର ଯଦି ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିସ୍ମ ନାହିଁ ଆମର ନାମ ପ୍ରଭୁ ଯୀଶୁଙ୍କର ନାମ ଆମ ହୃଦୟରେ ନାହିଁ ସେମାନେ ପ୍ରବେଶ କରାଇବେ କେବେ କରାଇବେ ନାହିଁ ହାଲେଲୁୟା ପ୍ରେଜ୍ ଲର୍ଡ ଖ୍ରୀଷ୍ଟିଆନଙ୍କର ଗୋଟେ ହିଁ ପରିଚୟ ମୋର ପ୍ରିୟ ମାନେ ଆମେ ସମସ୍ତେ ସ୍ୱର୍ଗ ରାଜ୍ୟ ଅଧିକାର ପ୍ରାପ୍ତ ହାଲେଲୁୟା ଏହା ତ ବିଶ୍ୱାସ ଏହି ବିଶ୍ୱାସରୁ ଝୁଣ୍ଟି ପଡ଼ି ଇସ୍ରାଏଲ ଲୋକମାନେ ଆମମାନଙ୍କ ପାଇଁ ଛାୟା ସଦୃଶ ଥିଲେ ସେମାନଙ୍କର ସବୁ ବିଷୟକୁ ଆମେ ଏହି ସମୟରେ ଫୁଲଫିଲ୍ କରିବା ପାଇଁ ଆମେ କାୟାରେ ପରିଣତ ହାଲେଲୁୟା
से 20 लक्ष लोक माने से किनानो देश को प्रवेश करना कौन पाई এই অবাধ্য সকাশু হালেলুয়া এই মত সিদ্ধান্ত সকাশু নিজ নিজ চিন্তাধারা দ্বারা নিজକୁ সে মানে জ্ঞানী বুদ্ধিমান বলে দেখাই কি কোন কলে সদাপ্রভু পরমেশ্বরଙ୍କୁ তুচ্ছ কলে হালেলুয়া প্রেজ লর্ড ଏବେ ବି ସମୟ ଅଛି এই ଅନୁଗ୍ରହ ଯୁଗ ସମାପ୍ତ ହେଇନି ହାଲେଲୁୟା ସେଇ ଦୁଇ ସାକ୍ଷୀ ଆସିବା ପୂର୍ବରୁ ଆମମାନଙ୍କୁ କ'ଣ କରିବାକୁ ପଡ଼ିବ ରାପ୍ଚରରେ ସ୍ୱର୍ଗକୁ ଯିବାକୁ ପଡ଼ିବ ହାଲେଲୁୟା କାରଣ ଜହନ ପ୍ରକାଶିତ ବାକ୍ୟ 4 ପର୍ବରେ ଜହନ ହେଉଛନ୍ତି ମଣ୍ଡଳୀର ନିଦର୍ଶନ ସେ ମଣ୍ଡଳୀ ସ୍ୱର୍ଗକୁ ନିହିତ ହୋଇଛି ହାଲେଲୁୟା ପ୍ରେଜ ଲର୍ଡ ପ୍ରେଜ ଲର୍ଡ ସେଥିପାଇଁ ଏଠି କୁହାଗଲା ଯେତେ ଜଣ ତମେ ଖ୍ରୀଷ୍ଟଙ୍କୁ କ'ଣ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିସ୍ମ ନେଇଛ ସମସ୍ତେ ଖ୍ରୀଷ୍ଟଙ୍କୁ କ'ଣ କରିଛ ପରିଧାନ କରିଅଛ ହାଲେଲୁୟା ପ୍ରେଜ ଲର୍ଡ ଅତି ଆନନ୍ଦର ବିଷୟ ହାଲେଲୁୟା ମୁଁ ଚିନ୍ତା କରିବି ନିଜକୁ ବ୍ୟକ୍ତିଗତ ଭାବରେ ମୁଁ ମାନେ ଚିନ୍ତା କରିବି ମୁଁ ଯଦି ଖ୍ରୀଷ୍ଟଙ୍କୁ ପରିଧାନ କରିଛି ତାହେଲେ ମୁଁ ଆଜି କେଉଁ ସ୍ଥାନରେ ରହିବା ଦରକାର ଅଛି ହାଲେଲୁୟା ପ୍ରେଜ ଲର୍ଡ ବାଇବଲ ଲେଖାଯାଇଛି ଦିନେ ଗୋଟେ ବିବାହ ଭୋଜ ପ୍ରସ୍ତୁତ ହେଲା ଆଉ ସେଠାରେ ନିମନ୍ତ୍ରିତ କରାଗଲା ଜଣେ ବିବାହ ବସ୍ତ୍ର ପରିଧାନ ନ କରି ସେଇ ଜାଗାକୁ ଯାଇଥିଲା ହାଲେଲୁୟା ଆକ୍ଚୁଆଲି କ'ଣ କରିଛି ସେ ଲୋକଟା ଖ୍ରୀଷ୍ଟଙ୍କୁ ପରିଧାନ ନ କରିଥିଲା ହାଲେଲୁୟା ବସ୍ତ୍ର ଅର୍ଥ ପରିଧାନକୁ ଦର୍ଶାଏ ଯୀଶୁ ନାମରେ ବାପ୍ତିସ୍ମ ଦ୍ୱାରା ଜଣେ ପରିଧାନ ପ୍ରାପ୍ତ ହେବ ଏହା ବାଇବଲ ପ୍ରମାଣ କରେ ହାଲେଲୁୟା ଯେତେବେଳେ ଆମେ ମାର୍କ 16 ପଦ ଲେଖା ହେଲା 16 ପର୍ବ 16 ପଦ ପଢ଼ ମାର୍କ 16 ପର୍ବ 16 ପଦ ପ୍ରେଜ ଲର୍ଡ ହାଲେଲୁୟା ପ୍ରେଜ ଲର୍ଡ ଯେ ବିଶ୍ୱାସ କରି ବାପ୍ତିସ୍ମ ହୁଏ ପରିତ୍ରାଣ ପାଇବ ସେ ପରିତ୍ରାଣ ପାଇବ ହାଲେଲୁୟା ଏହା କୋଉଠାରେ ଅଟକି ଯାଇଛି ଭାଇ ବିଶ୍ୱାସରେ ପ୍ରେଜ ଲର୍ଡ ନା ନିଜ ଜ୍ଞାନରେ ପ୍ରେଜ ଲର୍ଡ ନିଜ ଜ୍ଞାନରେ ନୁହଁ କି ବଡ଼ ବଡ଼ ବହି ଯାକ ଫଲୋ করে ନୁହଁ ଏହା ବିଶ୍ୱାସରେ ହୃଦୟରେ ବିଶ୍ୱାସ କରି ମୁଖରେ ସ୍ୱୀକାର କରିବା ଦ୍ୱାରା ଆଜି ବୁଲୁ ଭାଇ ଏବଂ ଚନ୍ଦ୍ରିକା ଭଉଣୀ ଆଜି ସେମାନେ ପରିତ୍ରାଣ ପ୍ରାପ୍ତ ଅଟନ୍ତି ହାଲେଲୁୟା ପ୍ରେଜ ଲର୍ଡ ଆମେ ମାନେ ମଧ୍ୟ ସେଇ ପ୍ରକାର ଲୋକ ଅଟୁ ପ୍ରେଜ ଲର୍ଡ ସେଥିପାଇଁ କୁହାଗଲା ଯେ ବିଶ୍ୱାସ କରି ବାପ୍ତିସ୍ମ ହୁଏ ସେ ପରିତ୍ରାଣ ପାଇବ ଭାଇ ତାର ତଳକୁ କ'ଣ ଲେଖା ହେଇଛି କିନ୍ତୁ ଯେ ଅବିଶ୍ୱାସ କରେ ସେ ଦଣ୍ଡାଜ୍ଞା ପାଇବ ପ୍ରେଜ ଲର୍ଡ ଅବିଶ୍ୱାସର ମୂଳ କାରଣ କ'ଣ ଦଣ୍ଡ ଆଜ୍ଞା ବା ପାପ ଯାହା ନର୍କଗାମୀ ଆମେ ମାନେ ବିଶ୍ୱାସ କରୁଛୁ ଆମମାନଙ୍କ ଠାରେ ପ୍ରଭୁଙ୍କ ଠାରେ ଭରସା ଅଛି ହାଲେଲୁୟା ଆଜି ଆମେ ବିଶ୍ୱାସ ଦ୍ୱାରା ନୂତନ ବର୍ଷକୁ ପାଇଅଛୁ ବିଶ୍ୱାସ ଦ୍ୱାରା ନୂତନ ବର୍ଷ ମଧ୍ୟ ଆମେ ସମାପନ କରିବା ହାଲେଲୁୟା ଯଦି ହୋଇପାରେ 2026 ସାଲରେ ପ୍ରଭୁ ଆସିବେ ସମସ୍ତେ ଆମେ ରାପ୍ଚରରେ ସ୍ୱର୍ଗକୁ ଯିବା ହାଲେଲୁୟା ପ୍ରେଜ ଲର୍ଡ ଲେଖା ହେଇଛି ମୋର ପ୍ରିୟ ମାନେ ସେଇ ପ୍ରଥମ କରନ୍ତୀୟ ତାର 15 ପର୍ବ ଆସନ୍ତୁ ପଢ଼ିବା ମୁଁ ଅଳ୍ପ ସମୟ ତାହା କହିବା ପାଇଁ 51 ପଦ 52 53 15 51 52 53 ପଢ଼ ବାବୁ ଦେଖ ହଁ ମୁଁ ତୁମମାନଙ୍କୁ ଗୋଟେ ନିଗୁଡ଼ କଥା କହୁଛି ଏହା ବିଶ୍ୱାସ ଯୋଗ୍ୟ ହାଲେଲୁୟା ଦେଖନ୍ତୁ ଧ୍ୟାନ ଦିଅନ୍ତୁ ଏଟା ଗୋଟେ ନିଗୁଡ଼ କଥା ପ୍ରେଜ ଦ ଲର୍ଡ ହାଲେଲୁୟା କ'ଣ ସେଇଟା ଭାଇ ଆମ୍ଭେ ମାନେ ସମସ୍ତେ ମହାନିଦ୍ରା ପ୍ରାପ୍ତ ହେବା ନାହିଁ ଭାଇ ହାଲେଲୁୟା ଯଦି 2026 ସାଲ ଯଦି ମୋ ପାଇଁ ଏକ ଆଶୀର୍ବାଦର ସାଲ ହେଇଛି ପ୍ରଭୁ ଯଦି ଏହି ସମୟରେ ଆଗମନ କରିବେ ମୁଁ ମହାନିଦ୍ରା ପ୍ରାପ୍ତ ହେବି ନାହିଁ ହାଲେଲୁୟା କ'ଣ ହେବି ତାର ତଳକୁ ଲେଖା ଯାଇଛି ପଢ଼ କିନ୍ତୁ ଏକ ମୁହୂର୍ତ୍ତରେ ଚକ୍ଷୁର ପଲକରେ ଶେଷ ତୁରି ଧ୍ୱନିରେ ଆମେ ମାନେ ସମସ୍ତେ ପରିବର୍ତ୍ତିତ ହେବା ହାଲେଲୁୟା ବାଇବଲରେ ପ୍ରମାଣ ଅଛି ପରିବର୍ତ୍ତିତ ହେବାର ହାଲେଲୁୟା ହେଇଛି କି ନାହିଁ ଏଲିଓ ପରିବର୍ତ୍ତିତ ହେଲେ ହାଲେଲୁୟା ହନକ ପରିବର୍ତ୍ତିତ ହେଲେ ହାଲେଲୁୟା ତାହାର ନିଦର୍ଶନ ବାଇବଲରେ ଲେଖା ଯାଇଅଛି ପ୍ରେଜ ଲର୍ଡ କ'ଣ ହେଲା ମା ତାପରେ କ'ଣ ହବ କାରଣ ତୁରି ବାଜିବ ହାଲେଲୁୟା ଓ ତୁରି এই প্লট কি ভুজিরে মারুଥିବା তুরি নাই এই তুরি কিছু নাই ଏହା তো বাক্য অটে হালেলুয়া প্রেজ লর্ড আজি মণ্ডলীরে তুড়ি বজা যাଉଛି হালেলুয়া পরিবর্তিত হেবা আমি রাপ্চর হেবা আমি মুর্দাঙ্গ আমি যদি খ্রিস্ট থাই মৃত্যুবরণ করছি আমি উঠিবা ওকে কিন্তু আমি যেতে জন যদি জীবিত অছু আমମାନଙ୍କର ଏ ପ୍ରକାର ଖାଲି ଜଷ୍ଟ ଏ ପ୍ରକାର ରହିବ ନାହିଁ ଆମେ ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ପରିବର୍ତ୍ତିତ ହେବା ହାଲେଲୁୟା ପ୍ରେଜ ଲର୍ଡ ତାପରେ ବା ପଢ଼ ଏ କ୍ଷୟ ଶରୀର
जो शरीर मोर क्षय पाइब जो शरीर माटी मिशिब एई माटीर शरीर कौन हम प्रभु जो ताको मोर करिवे एहा रूपांतरित हेबो हालेलुया ओके प्रेज द लॉर्ड हां तापर मा हां ଆଉ ଏହି ମର୍ତ୍ତ୍ୟ ଶରୀରକୁ हां ଅମରତା ରୂପ ବସ୍ତ୍ର ପରିଧାନ କରିବାକୁ एई मर्त शरीर अमरता वस्त्र परिधान करबाकू हेबो बाइबल कुहे ताहा हेबो हालेलुया प्रेज द लॉर्ड हालेलुया से कहउछंती से दिन प्रेरित पुस्तक 3 पर लिखा जायछि तुमे चाहुछ कि तुमे विश्वास करूछ मु तुमको ठिया करिवे हालेलुया आम पाखे किछि नाही आम पाखे गोटे विषय अछि ताहा देबी तुमे कोन करबो ठिया हेबो हालेलुया से सुंदर नाम को द्वारा से जो जन्म रु खंज लोक कोन हैला यीशु नाम द्वारा से ठिया हैला हालेलुया प्रेज द लॉर्ड से विश्वास कला मु ठिया हेबी मु केबे चालिबी नहीं मु ए प्रकार हेबे केमती सेमती होबो सेटा कोन संभव की भाई विश्वास रे सब रहिला हालेलुया प्रेज द लॉर्ड विश्वास किए काकू पूरे देबो ना पाटी रे विश्वास निज भितरे निजे ही ताहा ग्रहण करबा दरकार अछि हालेलुया प्रेज द लॉर्ड धार्मिक विश्वास द्वारा बंचिबो हालेलुया विश्वास थिले सब विषय संभव विश्वास द्वारा सब विषय में पाई पारि ओछु विश्वास द्वारा आमन को सकल पाप मद क्षमा प्राप्त होइछि हालेलुया अब गौरव पांतु आम मान को जीवन आज संपूर्ण नरकगामी थिला आमे ता ठारू आज संपूर्ण भाव उद्धार प्राप्त होइछु प्रेज द लॉर्ड हालेलुया आ कोन होइछि आमे माने जेते जण आज बाप्तिस्म नेइछु आम मान को सकल पाप क्षमा प्राप्त होइछि हालेलुया प्रभु गौरव प्रशंसा पांतु मोर प्रिय माने आमे आ गुटे पढ़िया प्रथम करन्थियो 1 पर्व तार 13 पद प्रथम करते 1 पर्व 13 पद कोन लिखा अछि के पढ़ो ख्रीष्ट के विभक्त होई अछंती ख्रीष्ट के विभक्त होई अछंती तुम मान कर मते कि पाउलो क्रूसरे हताइथिला हां देखो देखो आज जो एटा गुटे इंपोर्टेंट विषय प्रेज द लॉर्ड हालेलुया एटा देखो आमे ताहा करो बोले डेउछु किंतु आम पाई तो पाउलो मरि नांती पितर मरि नांती जणे मरछंती से होचंती प्रभु यीशु ख्रीष्ट हालेलुया कोन ख्रीष्ट को कोन विभक्त करे जायछि कि मोर प्रिय माने हालेलुया सही प्रकार नुह मोर प्रिय माने ख्रीष्ट एकमात्र से एक आज पर्यंत से एक अटंती हालेलुया तापर पढ़ो भाई हां किबा तुमे माने कि पाउलो नाम रे बाप्तिस्म होइथिला किबा तुमे माने कि पाउलो नाम रे बाप्तिस्म होइथिला तापरे ताले तुमे माने मोहर नाम रे बाप्तिस्म होय अछ बोली केही कहिबो कहिबो एति भाई क्रिस्प ओ गायो बिना तुमान को मधरे आउ कहार की बाप्तिस्म दे नाही बोली मु ईश्वर को धन्यवाद दिए हालेलुया एहा विश्वास विषय अटे हालेलुया ताहले ख्रीष्टन को भाग करिबा लोक एई जगतर लोक प्रेज द लॉर्ड से माने कोन करिवे ख्रीष्टन को भाग करछंती नाइ ए टाइमती होबो नाइ सेटा सेमती होबो सेई जगह रे बोलो सेटू गले बोलो नाइ एकमात्र प्रभु से गोटे स्थान रे आम मान को गमन गमन करि लोक हालेलुया सेति पई से कहउछंती तळकू हां एति आउ स्टीफान को परिधान को मध्य बाप्तिस्म देई अछि एहा छोटा मु कहार की बाप्तिस्म देई अछि बोली मोर मने पडो नाही हालेलुया ख्रीष्ट को विभक्त करो नहीं ख्रीष्ट को तुम भाग बांटो नहीं सही जगह रे बोलो सही मंडल रे बोलो एहा करो नहीं एही सब विषय जड़े ही प्रभु से होतंते प्रभु यीशु ख्रीष्ट हालेलुया सेदी पई मोर प्रिय माने आज बाप्तिस्म आम मानकर पाप क्षमा निमंते बाप्तिस्म हालेलुया आउ आम मान ठारे प्रभु ठारे विश्वास भरोसा द्वारा आमे माने आज उद्धार प्राप्त होइछु प्रभु गौरव प्रशंसा पांतु नूतन भाव रे आज बाप्तिस्म नैथिबा मोर प्रिय भाई मानकु भाई आ भौरी को मु कहबा पई चाहे आम मान को पई प्रभु कोन हेले समाधिस्थ ही से पुनरुत्थित सेम पर्सन रे आपण मानकर सकल पाप आमे आज सेही जल रे बाप्तिस्म द्वारा समाधिस्थ ही नूतन सृष्टि हेइछु हालेलुया नूतन सृष्टि हेइछु माने नूतन स्वभाव नूतन कार्यकलाप नूतन कार्य द्वारा आग को बढ़िबा हालेलुया ताहा कोन ताहा यटे प्रार्थना उपासना वाक्य और पवित्रता सहित जो समस्त को आदर प्रेम रे आमे भद्रता सहित जीवन यापन करिबा एहा होची धार्मिक रक्षण हालेलुया एहा द्वारा जने कोन हेबो सदा बेले प्रभु को छामुरे से संपूर्ण भावे परिष्कृत लोक बलिया देखा जीवो प्रेज द लॉर्ड हालेलुया गौरव प्रशंसा पांतु मोर प्रिय माने आम मान को जीवन रे ए प्रकार घटी थिला आम माने पाप रे पतित हेकि थिलु आम मान को पाप रे आ शैतान आम मान को संपूर्ण भावे मृत्यु वरण कराइबा पई हमको प्रस्तुत करिथिले हालेलुया किंतु पाप कोन थाय भाई
ପାପ ସଦାବେଳେ ସେ ଜଣକୁ ପାପ ଯେତେବେଳେ ଜଣଙ୍କ ପାଖରୁ ପାପ ଯାଉନି ପରା ସେ ପାପର ଲାଷ୍ଟ ପରିଣାମ ହେଉଛି ମୃତ। ହାଲେଲୁୟା। ଛୋଟିଆ ବିଷୟ ହଉ ଆମେ ମାନେ କ'ଣ ଆମେ ଚାହୁଁଛୁ ହଁ ଏମିତି ହଉନି କି ଏଇଟା ଭାବନ୍ତୁ ନାହିଁ, ତାହା ଛାଡ଼ିବା ପାଇଁ ଚେଷ୍ଟା କରନ୍ତୁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ତାହା ଛାଡ଼ିବା ଜଣେ ଖ୍ରୀଷ୍ଟିଆନର ପରିଚୟ, ତାହାକୁ ଆମେ ସମ୍ପୂର୍ଣ୍ଣ ଭାବେ ଆମଠାରୁ ଦୂର କରିବା ଏକ ଖ୍ରୀଷ୍ଟିଆନର ପରିଚୟ। ପ୍ରେଜ୍ ଦ ଲର୍ଡ। କଲୋସ୍ୟ ପୁସ୍ତକ 2:12 ଗୋଟେ ପଠନ କରିବା। କଲୋସ୍ୟ ପୁସ୍ତକ 2:12। ପ୍ରେଜ୍ ଗଡ୍। ତୁମ୍ଭେମାନେ ବାପ୍ତିସ୍ମରେ ହଁ। ତାହାଙ୍କ ସହିତ ସମାଧି ପ୍ରାପ୍ତ ହୋଇ ହଁ ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ ଉଠାଇଲେ ତାହାଙ୍କ କାର୍ଯ୍ୟ ସାଧକ ଶକ୍ତିରେ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ସହିତ ମଧ୍ୟ ଉତ୍ଥାପିତ ହୋଇଅଛ। ହାଲେଲୁୟା। କ'ଣ ହେଇଛ ଭାଇ? ଉତ୍ଥାପିତ ହେଇଛ। ପ୍ରେଜ୍ ଦ ଲର୍ଡ। ଅର୍ଥାତ ପ୍ରଥମ ମୃତ୍ୟୁ ତ ହେଇଯିବ ଏଇ ଶରୀରର ମୃତ୍ୟୁ ଏଇଟା, କିନ୍ତୁ ଆତ୍ମା ଦ୍ୱିତୀୟ ମୃତ୍ୟୁ ତାହା ଆପଣ ଜୟଲାଭ କରିଛନ୍ତି। ହାଲେଲୁୟା। ଯଦି ପ୍ରଭୁଙ୍କର ଆଗମନ ଯଦି ବିଳମ୍ବ ହୁଏ ଭାଇ, ବଳପୂର୍ବକ ଆମେ 80 କିମ୍ବା 90 ବଞ୍ଚିବୁ। ହାଲେଲୁୟା। ତାପରେ କ'ଣ ହେବ? ମାଟିର ଶରୀର ମାଟିରେ ମିଶିଯିବ, କିନ୍ତୁ ଆତ୍ମା ତାହା ସଦାବେଳେ ସେଇ ଦ୍ୱିତୀୟ ମୃତ୍ୟୁକୁ ଜୟଲାଭ କରିଅଛି, ତାହାର ଆଉ ସେଇ ଦ୍ୱିତୀୟ ମୃତ୍ୟୁ ନାହିଁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ପୁନର୍ବାର ସେଇ ପଦ ପଢ଼ମା, ପୁନର୍ବାର ସୁପର। ହଁ। ତୁମ୍ଭେମାନେ ବାପ୍ତିସ୍ମରେ ତାହାଙ୍କ ସହିତ ସମାଧି ପ୍ରାପ୍ତ ତୁମ୍ଭେମାନେ ବାପ୍ତିସ୍ମରେ ତାହା ସହିତ ସମାଧିସ୍ଥ ହେଇଛ। ହାଲେଲୁୟା। ଅର୍ଥାତ ଖ୍ରୀଷ୍ଟିଆନ ଲୋକ ଯେତେବେଳେ ମରିଯାଏ ତାକୁ ସମାଧି ଦିଆଯାଏ। ପ୍ରେଜ୍ ଦ ଲର୍ଡ। କାହିଁକି? ଆମର ବିଶ୍ୱାସ ଅଛି ସେ ଦିନେ ଉଠିବେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହାଲେଲୁୟା। ସମାଧିସ୍ଥ ହେଇଛ ବୋଲେ କ'ଣ ସମାଧିସ୍ଥ ହେଇଥା? ତମ ଶରୀର ନାହିଁ, ତମର ସକଳ କାର୍ଯ୍ୟ ସମାଧିସ୍ଥ ହେଇଛି। ହାଲେଲୁୟା। ତମର ମନର ଚିନ୍ତା, ମନର ଭାବନା, ଏଇ ପାପର ହୃଦୟର ପାପ ଗଭୀରତା ତାହା ଆଜି କ'ଣ ହେଇଛି? ଜଳରେ ସମାଧିସ୍ଥ ହେଇଛ ଏବଂ ନୂତନ ସୃଷ୍ଟି ହେଇକି ଉଠିଲ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆଉ ତମେ ନୂତନ ସୃଷ୍ଟି ଏବଂ ନୂତନ ସ୍ୱଭାବ ପାଇଛ। ତାପରେ ପଢ଼। ହଁ। ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ ଯେଉଁ ପରମେଶ୍ୱର ତାହାଙ୍କୁ ଅର୍ଥାତ ପ୍ରଭୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କ କାର୍ଯ୍ୟ ସାଧକ ଶକ୍ତିରେ ବିଶ୍ୱାସ ତାହାଙ୍କ କାର୍ଯ୍ୟ ସାଧକ ଶକ୍ତିରେ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ସହିତ ମଧ୍ୟ ଉତ୍ଥାପିତ ହୋଇଅଛ। ହାଲେଲୁୟା। ଉଠିତ। ହାଲେଲୁୟା। ମୁଁ କହିବି ଆଜି ସେମାନେ ଦ୍ୱିତୀୟ ମୃତ୍ୟୁକୁ ସମ୍ପୂର୍ଣ୍ଣ ଭାବେ ଜଳାଞ୍ଜଳ ଦେଇ ସେମାନେ ତାହା ଜୟଲାଭ କରି ଆଜି ଏ ଭାଇ ଭଉଣୀ ଉଠିଛନ୍ତି। ହାଲେଲୁୟା। ଆମେମାନେ ଯେତେ ଜଣ ବି ଆମେ ଖ୍ରୀଷ୍ଟିଆନ ଭାବରେ ଆଉ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିସ୍ମ ନେଇଛୁ, ସମସ୍ତେ ଆମେ ଦ୍ୱିତୀୟ ମୃତ୍ୟୁକୁ କ'ଣ କରିଛୁ? ଏଡ଼େଇ ଦେଇଛୁ। ହାଲେଲୁୟା। ବାଇବଲ କୁହେ, ପ୍ରକାଶ ବାକ୍ୟରେ କୁହେ, ଦ୍ୱିତୀୟ ମୃତ୍ୟୁ ତାହା ଅଟେ ଯେତେବେଳେ ଆତ୍ମା ବିନଷ୍ଟ ହେବ। ପ୍ରଭୁ ଯୀଶୁଙ୍କୁ ତମେ ଯଦି ବିଶ୍ୱାସ କରିନ, ଯୀଶୁ ନାମରେ ବାପ୍ତିସ୍ମ ନେଇଛ, ତାହେଲେ ତମର ଦ୍ୱିତୀୟ ମୃତ୍ୟୁ ଅଛି। ହାଲେଲୁୟା। ଯୀଶୁ ନାମରେ ବାପ୍ତିସ୍ମ ନ ନେଇଥିବା ଲୋକ ଦ୍ୱିତୀୟ ମୃତ୍ୟୁ, ଶରୀର ମୃତ୍ୟୁ ତ ମୃତ୍ୟୁ, ଦ୍ୱିତୀୟ ମୃତ୍ୟୁ ଆତ୍ମା ମୃତ୍ୟୁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେଇ ଆତ୍ମା ଯାକ କୋଉଠି ରହିବ? ସେଇ ଆତ୍ମା ଯାକ ନର୍କରେ ରହିବ। ହାଲେଲୁୟା। ନର୍କରେ ସେମାନଙ୍କର ସ୍ଥାନ। ସେମାନେ ସେଇଟା କ୍ରନ୍ଦନ କରିବେ, ରୋଦନ ଦନ୍ତର ଖିଳିମିଳି ହବ। ସେମାନେ ଆହାକାର କରିବେ। ଯେମିତିକି ଯେତେବେଳେ ସେ ଲାଜାର ଏବଂ ଧନୀର ଚିନ୍ତା ଜିନିଷ ଆମେ ପଢୁଥିଲୁ, ଦେଖୁଥିଲୁ, ସେ କ'ଣ କହୁଥିଲେ? ଧନୀ ଲୋକ କହୁଥିଲା ଆଉ ଅବ୍ରାହମକୁ, ପ୍ରଭୁ ତୁମେ ଟିକେ ଦୟା କର, ମୋ ଭାଇମାନେ 5 ଭାଇ ଅଛନ୍ତି, କ'ଣ କରିବ? ଯାଇକି ଟିକେ କୁହ। ହାଲେଲୁୟା। ସେଟା ଗୋଟେ ଉତ୍ତର ଆସିଛି କ'ଣ? ସେମାନଙ୍କ ପାଇଁ ପ୍ରେରିତ ଏବଂ ଭାବବାଦୀ ମାନଙ୍କର ପୁସ୍ତକ ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଏବେ ଆମ ପାଖରେ ଯୀଶୁ ସଦା ସର୍ବଦା ଆମ ସହିତ ପବିତ୍ର ଆତ୍ମା ଦ୍ୱାରା ଗମନ କରୁଛନ୍ତି। ହାଲେଲୁୟା। ଆମେ ବିଶ୍ୱାସ କରୁଅଛୁ, ଆମେ ଭରସା ରଖିଅଛୁ ସେଇ ଜୀବିତ ପ୍ରଭୁଙ୍କୁ। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ବାପ୍ତିସ୍ମ ଗୋଟେ ଏ ପ୍ରକାର ବିଷୟ ଅଟେ, ଆମର ସକଳ କାର୍ଯ୍ୟକୁ ଆମେ ସମାଧିସ୍ଥ ଦେଇ ନୂତନ ସୃଷ୍ଟି ଭାବରେ ଆମେ ସମସ୍ତେ ଉଠିପ ହେଇଛୁ। ହାଲେଲୁୟା। ପଢ଼ିବା ପ୍ରଥମ ପିତର 2:24। ଆମେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନ ଯାପନ କରୁ, ଏଥି ନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ। ହାଲେଲୁୟା। ଓ ମାଇ ଗଡ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ। ଆମେମାନେ ପାପ ପ୍ରତି ମୃତ ହେଇ ଧାର୍ମିକ ଗଣିତ ହେଲୁ। ପ୍ରେଜ୍ ଦ ଲର୍ଡ। ପାପ ସମ୍ପୂର୍ଣ୍ଣ ଭାବେ ଜଳାଞ୍ଜଳ ଦେଇ ଆମେ ଏକ ନୂତନ ସୃଷ୍ଟି ହେଇ ଆଜି ଆମେ ଉଠିଅଛୁ, ଆମେ ତାହା ଆଜି ପାଇଅଛୁ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପ୍ରଶଂସା ପାଆନ୍ତୁ। ଆମମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପବିତ୍ର ଆତ୍ମା ଆମମାନଙ୍କୁ ଏହି ବିଷୟ ଶିକ୍ଷା ଦିଏ। ହାଲେଲୁୟା।
ଏଭ୍ରି ପୁସ୍ତକ ତାର 6 ପର୍ବ 1-2 ପଦରେ ତାହା ଲେଖାଯାଇଅଛି। ବାପ୍ତିସ୍ମ ଗୋଟେ ଏ ପ୍ରକାର ବିଷୟ, ଖାଲି ଯେ ଜଳରେ ବାପ୍ତିସ୍ମ ଦେଲେ ଖାଲି ପାପ କ୍ଷମ ତାହା ନୁହଁ। ଆମମାନଙ୍କର ପାପ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପୋତି ହୋଇଛି। ହାଲେଲୁୟା ହାଲେଲୁୟା। ପ୍ରଭୁ ଗୌରବ ପାଆନ୍ତୁ। ଆମମାନଙ୍କ ଜୀବନରେ ଆଜି ଏଇ ସନ୍ଦେଶ ଏଇ ବାକ୍ୟ ଦ୍ୱାରା ଆଜି ଆମକୁ ଶିକ୍ଷା ଦେଉଛନ୍ତି। ପ୍ରେଜ୍ ଲର୍ଡ। ପ୍ରଭୁ ଗୌରବ ପ୍ରଶଂସା ପାଆନ୍ତୁ। ଆସନ୍ତୁ ଆମେମାନେ ନିଜ ନିଜକୁ ପ୍ରଭୁଙ୍କଠାରେ ସମର୍ପଣ ଜୀବନ ଯାପନ କରିବା। ଶେଷ ସମୟରେ ଅଛୁ ମୋର ଭାଇମାନେ। ଆଉ ଭାବୁନା ଆମେ ନ ଭାବୁ କି ନାଇଁ ମୁଁ ତ ଠିକ୍ ଅଛି, ମୋର କିଛି ଏ ପ୍ରକାର ବିଷୟ ନାହିଁ। ଯେତେ ଦିନ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିସ୍ମ ନେଇନୁ ସେଦିନ ପର୍ଯ୍ୟନ୍ତ ଆମେ ପ୍ରଭୁଙ୍କ ଛାମୁରେ ଜଣେ ପାପୀ ଲୋକ ଭଳି ଦେଖାଯାଉଛୁ। ହାଲେଲୁୟା। ସେଥିପାଇଁ ସେମିତି ନ ହେଇ ଆମେ ପାପରୁ ଉଦ୍ଧାର ପ୍ରାପ୍ତ ଲୋକ, ଯୀଶୁ ନାମରେ ବାପ୍ତିସ୍ମ ନେଇଥିବା ଲୋକଠୁ। ହାଲେଲୁୟା। ମୋର ପ୍ରିୟମାନେ, ଆମମାନଙ୍କୁ ମୁଁ ଯୁବତୀମାନଙ୍କୁ ମଧ୍ୟ କହିବା ପାଇଁ ଚାହେଁ, ସମୟ ଥାଉ ଥାଉ ମନକୁ ଫେରସ୍ତ କର। ସଦାବେଳେ ଆମେମାନେ ଏ ପ୍ରକାର ରହିବା ନାହିଁ। ଜଣେ ପାପକୁ ପରିତ୍ୟାଗ କରି ପରିବର୍ତ୍ତନ ଗୋଟେ ବହୁତ ବଡ଼ ବିଷୟ। ଯଦି ପରିବର୍ତ୍ତନ ହେବ ନାହିଁ ତାହେଲେ ଆମମାନଙ୍କର ଜୀବନ ନାହିଁ। ହାଲେଲୁୟା। ଏତେ ବଡ଼ ପୃଥିବୀର ଏଇ ଜଳବାୟୁ ପାହାଡ଼ ପର୍ବତ ପ୍ରଭୁ ପରିବର୍ତ୍ତନ କରୁଛନ୍ତି କି ନାହିଁ? ନା ସେମିତି ଏକା ରହୁଛନ୍ତି? ନାଇଁ। ଏବେ ଶୀତ ଦିନ ଅଛି, ଶୀତ ଦିନ ପରେ ଖରା ଦିନ ଆସିବ। ହାଲେଲୁୟା। ଶୀତ ଦିନ ଖରା ଦିନ ପରେ ବର୍ଷା ଆସିବ। ଏ ପ୍ରକାର ଭାବରେ ପରିବର୍ତ୍ତନ ଅଛି। ଗୋଟେ ଗଛର ପରିବର୍ତ୍ତନ ଅଛି, ଗୋଟେ ବିଷୟର ସବୁ ବିଷୟର ପରିବର୍ତ୍ତନ ଅଛି। ତାହେଲେ କ'ଣ ଆମେ କ'ଣ ଏ ପ୍ରକାର କ'ଣ ମୂର୍ଖାମୀ ଭଳିଆ ରହିବା? ଏ ପ୍ରକାର କ'ଣ ଆମେ ଅବିଶ୍ୱାସ ଭଳିଆ ରହିବା? ନିଜର ମଧ୍ୟ ପରିବର୍ତ୍ତନ ଅଛି। ହାଲେଲୁୟା। ହୋଇଥାଇପାରେ ମୁଁ ସେ ଭୁଲରେ ଥିଲି, ହୋଇଥାଇପାରେ ସେ କୁକାର୍ଯ୍ୟରେ ମୁଁ ଆସକ୍ତ ଥିଲି, କିନ୍ତୁ ମୁଁ ମନ ଫେରି ନିଜ ସେଇ ଜୀବିତ ପ୍ରଭୁଙ୍କୁ ମୁଁ ଗ୍ରହଣ କରିବା ମୋର ନିତାନ୍ତ ଦରକାର ଅଛି। ହାଲେଲୁୟା। ସେଦିନ ସେଇ ଅପବ୍ୟ ପୁତ୍ର କ'ଣ କଲେ? ନିଜ ସମ୍ପତ୍ତିକୁ ନେଇକି ଗଲେ, ବାପା ତାକୁ ଆଉ ଦେଇଦେଲେ ତାର ସମ୍ପତ୍ତି। ସେ ବାରମ୍ବାର ତାକୁ ଇଏ କରିବାରୁ, କିନ୍ତୁ ସେ ଗଲା ପରେ ଯେତେବେଳେ ସେ ମାନେ ଦୁଃଖରେ ପଡ଼ୁଛି, ଅଭାବରେ ପଡ଼ୁଛି, ସେ ସେତେବେଳେ ମନ ଫେରୁଛି ଆଉ କହୁଛି ମୋ ବାପାଙ୍କ ପାଖରେ ଅନେକ ଆହାର ଅଛି। ହାଲେଲୁୟା। ଏହା ତ ମହାନଟେ ମୋର ପ୍ରିୟମାନେ। ଆଜି ବି ସେଇ ସମୟ, ଆଜି ବି ସେଇ ରକ୍ତ ପ୍ରଭୁଙ୍କର ସେଇ ଜୀବିତ ରକ୍ତ ଆମ ଉପରେ ଝରୁଅଛି। ପ୍ରେଜ୍ ଲର୍ଡ। ହାଲେଲୁୟା। ମୁଁ ଯେତେବେଳେ ଭୁଲ କରୁଛି, ମୁଁ ଯେତେବେଳେ କୁକାର୍ଯ୍ୟରେ ଆସକ୍ତ ହେଉଛି, ସେତେବେଳେ ମୁଁ ମୋ ପ୍ରଭୁ ମୋ ପାଇଁ କେତେ ଦୁଃଖ କରୁଛନ୍ତି। ଆରେ ତମେ କହୁଛ ଖ୍ରୀଷ୍ଟକୁ ପରିଧାନ କରିଛି ବୋଲି, କେମିତି ତମେ ଏ ଜାଗାରେ ଯାଇକି ବସୁଛ, ସେଇ କାର୍ଯ୍ୟ କରୁଛ କୁକାର୍ଯ୍ୟ ବିଷୟରେ? ପ୍ରଭୁ କ୍ଷମା କରନ୍ତୁ ମୋର ପ୍ରିୟମାନେ। ହାଲେଲୁୟା। ଏହା ମୋର ନିଜର ବ୍ୟକ୍ତିଗତ ବିଷୟକୁ ଆମେମାନେ ଧ୍ୟାନ କରିବା ଦରକାର ଅଛି। ଆଉ ଆସନ୍ତୁ ଆଜି ଯେଉଁ ଭାଇ ଭଉଣୀ ବାପ୍ତିସ୍ମ ନେଲେ, ପ୍ରଭୁ ସେମାନଙ୍କୁ ସେଇ ଜୀବନ ମେଷ ଶାବକଙ୍କର ଜୀବନ ପୁସ୍ତକରେ ନାମ ଲେଖିଲେ। ହାଲେଲୁୟା। ଆଗରେ କୋଟେ ଥିଲା? ଜୀବନ ପୁସ୍ତକରେ ନାମ ଥିଲା। ହାଲେଲୁୟା। ତାହାକୁ କାଢ଼ି କୋଟେ ଲେଖାଗଲା? ମେଷ ଶାବକଙ୍କ ଜୀବନ ପୁସ୍ତକରେ। ପ୍ରେଜ୍ ଲର୍ଡ। ଏହା କାହା ମେଷ ଶାବକ ଜୀବନ ପୁସ୍ତକ କାହାର ନାମ ରହିବ? ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିସ୍ମ। ହାଲେଲୁୟା। ଏଇ ମେଷ ଶାବକ ଜୀବନ ପୁସ୍ତକରେ ନାମ କଟା ଯାଇପାରିବନି, କିମ୍ବା ଆଉ ଥରେ ତାକୁ କାଟିକି ଆଉ ଥରେ ଲେଖା ଯାଇପାରିବନି। ହାଲେଲୁୟା। ଥରେ ଯଦି ସେଟାକୁ ଟ୍ରାନ୍ସଫର ହେଲା, ତାହା ସମ୍ପୂର୍ଣ୍ଣ ସଦାବେଳେ ରହିଥାଏ। ପ୍ରେଜ୍ ଲର୍ଡ। ପ୍ରଭୁ ଏଇ ଅଳ୍ପ ବାକ୍ୟ, ଏଇ ଅଳ୍ପ ସାକ୍ଷ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ଗୀତ ଗୋଟେ ଗାନ କରିବା। प्रभु का धन्यवाद कर